ସାଙ୍ଗମାନେ ଆମ ଘରକୁ ନା ପୁଣି ଆଉ ନୂଆ ଅତିଥି କିଛି ଆସିଗଲେ। କିଛି ଦିନ ତଳୁ ଗୋଟେ ଛୋଟ ଆକ୍ୱାରିୟମଟେ ମୁଁ ଘରକୁ ଆଣିଥିଲି ଆଉ ତା ସହିତ ଅଳ୍ପ କିଛି ମାଛ ଆଣିଥିଲି। ଆଉ ଯେତେବେଳେ ଆଣିଥିଲି ସେ ଦୋକାନୀ ମତେ କହିଥିଲେ ଯେ ଏଥିରେ ଫିମେଲ ଯୋଡେ ଅଛନ୍ତି। ହେଲେ ମୁଁ ଡେଲି ଚେକ୍ କରେ ଆଉ ତାଙ୍କୁ ଦାନା ଦିଏ ଆଉ ତାଙ୍କ ପାଣି ଚେଞ୍ଜ କରେ। ହେଲେ ମୁଁ ଜାଣିନଥିଲି ଯେ ଏତେ ଶୀଘ୍ର ଆମ ଗପି ପିସ୍ ଟା ଛୁଆ ଦବ। ସକାଳେ ଯେତେବେଳେ ଦାନା ଦଉଥିଲି ମତେ ଲାଗିଲା ଆକ୍ୱାରିୟମ ଭିତରେ ଛୋଟ ଛୁଆ ଦିଟା ଏକ୍ସଟ୍ରା ଅଛନ୍ତି। ହେଲେ ମୁଁ ଭଲସେ ଚେକ୍ କଲିନି, ମତେ ଲାଗିଲା ଯେ ଏଇଟା ମୋର ଭ୍ରମ। ସନ୍ଧ୍ୟାରେ ଯେତେବେଳେ ଆସିକି ଦେଖିଲା ବେଳକୁ ଗୁଡେ ଛୁଆ ଥିଲେ ଆଉ ମୁଁ ସିଓର ହେଇଗଲି ଯେ ମୋ ଗପି ପିସ୍ ଛୁଆ ଦେଇଛି। ମାଛ ଛୁଆ ଦବାର ଦେଖିକି ତ ବହୁତ ଖୁସି ଲାଗିଲା। ତାପରେ ଟିକେ ଭୟ ଲାଗିଲା ଯେ ମାଛ ଗୁଡିକୁ ଯଦି ବଡ ମାଛ ଖାଇଦବ, ସେଥିଲାଗି ଛୁଆ ମାଛ ଗୁଡିକୁ ମୁଁ ଆଉ ଗୋଟେ ଅଲଗା ପାତ୍ରରେ କାଢି ନେଲି। ଛୋଟ ଛୁଆ ଗୁଡିକ ଦାନା ଖାଇପାରିବେନି ବୋଲି ଦାନାଟାକୁ ଗୁଣ୍ଡ କରିକି ଟିକେ ଦେଇଦେଲି ଆଉ ଅକ୍ସିଜେନ ଦେଇକି ତାଙ୍କୁ ପୁରା ସେଟଅପ୍ କରି ନେଲି। ସେପଟେ ସେ ଆକ୍ୱାରିୟମ ଟାକୁ ସଫା କରିକି ସେଥିରେ ବଡ ମାଛ ଗୁଡିକୁ ଛାଡିଦେଲି। ମାଛ ଗୁଡିକର ଯେତିକି କେୟାର ନେବା ଜାଣିଥିଲି ସେତିକି କଲି। ଆଉ ଯଦି ଆପଣ ମାନେ କିଛି ଅଧିକା ଜାଣିଛନ୍ତି ତାହେଲେ ମତେ କମେଣ୍ଟ ବକ୍ସରେ ନିହାତି ଜଣେଇବେ, ତେବେ ଯାଇ ମାଛ ଗୁଡିକର ଭଲସେ କେୟାର ନେଇପାରିବି।